ମଣିଷ ମୃତ୍ୟୁବରଣ କଲା ପରେ ତାର ଆତ୍ମା ତାର ଶରୀର ତ୍ୟାଗ କରିଥାଏ ଏବଂ ପରଲୋକକୁ ଯାତ୍ରା କରିଥାଏ। ତେବେ ଏହି ପରଲୋକ କେଉଁଠି ଅଛି? ପରଲୋକ ଆଗକୁ କ'ଣ ଆହୁରି ବ୍ରହ୍ମାଣ୍ଡର କିଛି ଅଂଶ ଅଛି? ପରମାତ୍ମା କେଉଁଠାରେ ଅଛନ୍ତି? ତାଙ୍କ ପାଖକୁ ଆତ୍ମା ଆକାଶରେ କେଉଁ ବାଟ ଦେଇ ଯାଏ? ଏସବୁ ବିଷୟରେ ଆଜି ଆପଣମାନଙ୍କୁ କହିବି ଗପ ଅମୃତରେ। ଆସନ୍ତୁ ଦେଖିବା। ଆତ୍ମା ଆମ ଶରୀରର ଅବିଚ୍ଛେଦ୍ୟ ଅଙ୍ଗ। ଏହା ସୂକ୍ଷ୍ମ ରୂପରେ ଥାଏ। ଏହା ବ୍ରହ୍ମ ଊର୍ଜାରେ ତିଆରି ହୋଇଥାଏ। ତେଣୁ ଏହାକୁ ଦେଖିବା ବହୁତ କଷ୍ଟ। ଆମେମାନେ ଯେପର୍ଯ୍ୟନ୍ତ ଆତ୍ମାକୁ ନ ଦେଖିଛୁ, ଅର୍ଥାତ୍ ପରମାତ୍ମାଙ୍କ ଅଂଶ ସ୍ୱରୂପ ଆତ୍ମାକୁ ନ ଦେଖିଛୁ, ସେପର୍ଯ୍ୟନ୍ତ ଆମେ ବାହାରର ସବୁ ଜିନିଷରେ ଈଶ୍ୱରଙ୍କୁ ଦେଖିଥାଉ। ଈଶ୍ୱରଙ୍କୁ ବିଭିନ୍ନ ରୂପ ଦେଇଥାଉ। କିନ୍ତୁ ଯେତେବେଳେ ଆମେ ଚର୍ମଚକ୍ଷୁ ଛାଡ଼ି ଚରମ ଚକ୍ଷୁ ଅର୍ଥାତ୍ ଆଜ୍ଞାଚକ୍ର ଦ୍ୱାରା ଈଶ୍ୱରଙ୍କୁ ଦେଖିବା ପାଇଁ ଚେଷ୍ଟା କରୁ, ସେତେବେଳେ ତାଙ୍କର ଏହି ଅଂଶ ଆତ୍ମାର ସ୍ୱରୂପ ଆମେ ଦେଖିପାରିବା ଏବଂ ପରମାତ୍ମା କିଭଳି ହେଇଥିବେ ତାଙ୍କର ଆଭାସ ପାଇପାରିବା। ଯେ ପର୍ଯ୍ୟନ୍ତ ଆମେ ଆତ୍ମାକୁ ନ ଚିହ୍ନିଛେ, ସେ ପର୍ଯ୍ୟନ୍ତ ଆତ୍ମାରେ ଆମର ସବୁ କର୍ମର ଫଳ, ପାପ ଏବଂ ପୁଣ୍ୟର ଫଳ ଲିଖିତ ହୋଇଥାଏ। ତେଣୁ ଜନ୍ମ ପରେ ଜନ୍ମ ବାରମ୍ବାର ନେଲା ପରେ ମଧ୍ୟ ଆତ୍ମାରେ ସେହି ଜିନିଷ ସ୍ଥାୟୀ ରୂପେ ରହିଥାଏ, ଯାହାକି ଆମର ଚେତନା ଶକ୍ତି ଆମେ କହିଥାଉ। ଆତ୍ମାର ବାସ ଆମର ହୃଦୟ ଚକ୍ରର ଊର୍ଦ୍ଧ୍ୱ ଭାଗରେ ରହିଥାଏ। ଏହା ଶରୀରର ବାମ ଅଂଶରେ ବା ବାମ ଭାଗରେ ଥାଏ। ଏହି ଆତ୍ମା ଶରୀର ଛାଡ଼ିବାର ଦୁଇଟି ବାଟ ଥାଏ। ଗୋଟିଏ ସାଧାରଣ ବାଟ, ଅର୍ଥାତ୍ ମୃତ୍ୟୁ ପରେ ଯେତେବେଳେ ମଣିଷର ଶରୀର ଆତ୍ମାକୁ ଧରି ରଖିବାକୁ ଅକ୍ଷମ ହୋଇଯାଇଥାଏ, ଅର୍ଥାତ୍ ସବୁ ଶ୍ୱାସ ଯେତେବେଳେ ହିସାବ ସରିଯାଇଥାଏ, ସେହି ସମୟରେ ଆତ୍ମା ଆମ ଶରୀର ଛାଡ଼ି ଚାଲିଯାଇଥାଏ ଏବଂ ସେହି ଲୋକଟି ମୃତ୍ୟୁବରଣ କଲା ବୋଲି ଆମେ କହିଥାଉ। ଏହି ଆତ୍ମା ମୃତ୍ୟୁ ଲୋକକୁ ଯାଇଥାଏ। ଆମେ ଏହାକୁ ପରଲୋକ ବୋଲି କହିଥାଉ। ମୃତ୍ୟୁ ଲୋକକୁ ଯାଇ ସେଠାରେ ବାସ କରେ ଏବଂ ପୁଣି ଗୋଟିଏ ଶରୀର ଖୋଜିଥାଏ। ଯେତେବେଳେ ତାକୁ ଶରୀର ମିଳିଯାଏ, ସେତେବେଳେ ସେ ମଣିଷର ଗର୍ଭରେ ଆସି ପୁନର୍ଜୀବନ ପାଏ। ତେଣୁ ଆତ୍ମା ଯେପର୍ଯ୍ୟନ୍ତ ପରଲୋକରେ ପହଞ୍ଚି ନାହିଁ ବା ମୃତ୍ୟୁ ଲୋକରେ ପହଞ୍ଚି ନାହିଁ, ତାକୁ ଯଥେଷ୍ଟ ଶକ୍ତି ଦେବା ପାଇଁ ବିଭିନ୍ନ ପ୍ରକାରର କ୍ରିୟାକର୍ମ ମଣିଷ କରିଥାଏ। ମନ୍ତ୍ର ଉଚ୍ଚାରଣ ଦ୍ୱାରା ଯେଉଁ ଶକ୍ତି ଉତ୍ପନ୍ନ ହୋଇଥାଏ, ତାହା ଆତ୍ମାକୁ ଶକ୍ତି ଯୋଗାଏ ଏବଂ ଆତ୍ମା ସଠିକ୍ ସମୟରେ ଯାଇ ମୃତ୍ୟୁଲୋକରେ ପହଞ୍ଚେ ଏବଂ ପୁଣି ଗୋଟିଏ ଜନ୍ମକୁ ଅପେକ୍ଷା କରିଥାଏ। ଯଦି ଜଣେ ଲୋକ ମଲା ପରେ ତାହାର ଆତ୍ମାକୁ ବିଭିନ୍ନ ପ୍ରକାର ବିଧିବିଧାନ ଦ୍ୱାରା, ବିଭିନ୍ନ ପ୍ରକାର ମନ୍ତ୍ର, ଶ୍ରାଦ୍ଧ କର୍ମ ଇତ୍ୟାଦି ଦ୍ୱାରା ତାର ପରିଜନ କିଛି ଶକ୍ତି ଯୋଗାଇ ପାରିବେ, ତେବେ ବଞ୍ଚିଥାଉ ଥାଉ ମଧ୍ୟ ଆତ୍ମାକୁ ଶକ୍ତି ଯୋଗାଇ ହେବ ଏବଂ ସେହି ଆତ୍ମାକୁ ଶରୀର ବାହାରକୁ ପରମାତ୍ମାଙ୍କ ନିକଟକୁ ପଠାଇ ହେବ। ଭାରତରେ ଅନେକ ମୁନିଋଷିଗଣ ଏହା ଉପରେ ବିଭିନ୍ନ ପ୍ରକାର ମତ ଦେଇଛନ୍ତି, କିନ୍ତୁ ସମସ୍ତଙ୍କର ଗୋଟିଏ ମତ ଯେ ଯାହା ବ୍ରହ୍ମାଣ୍ଡରେ ତାହା ଏହି ପିଣ୍ଡରେ, ଅର୍ଥାତ୍ ମଣିଷ ଶରୀର ଭିତରେ ଯାହା, ତାହା ସମଗ୍ର ବ୍ରହ୍ମାଣ୍ଡରେ ହିଁ ପରିବ୍ୟାପ୍ତ। ତେଣୁ ଏହି ଆତ୍ମା ଯଦି ଆମେ ଶରୀର ଭିତରେ ଦେଖିବା, ତାହାହେଲେ ଦୁଇଟି ଶକ୍ତିକୁ ପରିଚାଳିତ କରୁଛି। ପ୍ରଥମେ ହେଲା ବାୟବୀୟ ଊର୍ଜା ଏବଂ ଦ୍ୱିତୀୟଟି ହେଲା ବ୍ରହ୍ମ ଊର୍ଜା। ଏହି ଦୁଇଟି ଶକ୍ତି ଯେତେବେଳେ ଏକତ୍ରିତ ହୋଇ ଶରୀର ଭିତରେ ଘୂରିବାରେ ଲାଗେ, ସେତେବେଳେ ଆତ୍ମାକୁ କିଛି ଶକ୍ତି ମିଳେ ଏବଂ ସେହି ଶକ୍ତି ଦ୍ୱାରା 10 ଗୋଟି ବାଟ ବା 10 ଗୋଟି କବାଟ ଦେଇ ଆତ୍ମାକୁ ବିଭିନ୍ନ ଉପାୟରେ ଶରୀରରୁ ବାହାର କରିହୁଏ। କିନ୍ତୁ ଯଦି 10 ନମ୍ବର କବାଟ, ଅର୍ଥାତ୍ ଆମର ସହସ୍ରାର ଚକ୍ର ଦ୍ୱାରା ଆତ୍ମା ବାହାରକୁ ପଠାଇ ହେବ, ତାହାହେଲେ ସେ ପରମାତ୍ମାଙ୍କ ନିକଟକୁ ଯିବା ପାଇଁ ଯେଉଁ ଶକ୍ତିର ଆବଶ୍ୟକତା ଥାଏ, ତାହା ଆତ୍ମା ପାଇଯାଇଥାଏ। ଏଥିପାଇଁ ଗୁରୁଙ୍କର ଆବଶ୍ୟକତା ନିହାତି ଦରକାର। ବିନା ଗୁରୁରେ କୌଣସି କାର୍ଯ୍ୟ କଲେ ନିଶ୍ଚିନ୍ତ ଭାବରେ ମଣିଷ ବିପଦରେ ପଡ଼ିଥାଏ। ଗୁରୁ ହିଁ ଆତ୍ମାକୁ ବାଟ ଦେଖାଇଥାନ୍ତି। ଭଗବାନ ଶିବ କହିଛନ୍ତି, କୃଷ୍ଣଂ ବନ୍ଦେ ଜଗଦ୍ଗୁରୁମ୍, ଅର୍ଥାତ୍ ଭଗବାନ ଶ୍ରୀକୃଷ୍ଣ, ଯୋଗେଶ୍ୱର ଶ୍ରୀକୃଷ୍ଣ ହେଉଛନ୍ତି ଏ ସମସ୍ତ ସଂସାରର, ସମସ୍ତ ଜଗତର ଗୁରୁ। ସେ ହିଁ ଅର୍ଜୁନଙ୍କୁ ଗୀତାର ଅମୃତବାଣୀ ଶୁଣାଇଥିଲେ। ଥରେ ଭଗବାନ ଶ୍ରୀକୃଷ୍ଣ ଦ୍ୱାରିକାରେ
ଗୋଟିଏ ଯଜ୍ଞ କରୁଥିଲେ। ସେଠାରେ ଅର୍ଜୁନ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ଜଣେ ବ୍ରାହ୍ମଣ ଆସି ବାରମ୍ବାର ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ପ୍ରକାରର ଗାଳିଗୁଲଜ କରିବାକୁ ଲାଗିଲା। ଏହା ଦେଖି ଅର୍ଜୁନ ସହିପାରିଲେ ନାହିଁ। ସେ ତତ୍କ୍ଷଣାତ୍ ଯାଇ ବ୍ରାହ୍ମଣକୁ ପଚାରିଲେ, ହେ ବ୍ରାହ୍ମଣ ଦେବ, ଆପଣଙ୍କର କ'ଣ ଅସୁବିଧା ହେଇଛି? ଆପଣ କାହିଁକି ମୋ ବନ୍ଧୁଙ୍କୁ ବାରମ୍ବାର ଏଭଳି ଅକଥା କହୁଛନ୍ତି? ମୋତେ ସମସ୍ୟା କୁହନ୍ତୁ, ମୁଁ ଏହାର ନିଶ୍ଚିନ୍ତ ସମାଧାନ କରିବି। ସେଠାରେ ଶ୍ରୀକୃଷ୍ଣ ଉପସ୍ଥିତ ଥାନ୍ତି। ବ୍ରାହ୍ମଣ ଜଣକ କହିଲା, ମୁଁ ଜଣେ ଗରିବ ବ୍ରାହ୍ମଣ। ମୋ ସ୍ତ୍ରୀ ବାରମ୍ବାର ପିଲା ଜନ୍ମ କରୁଛି। ଏଇଭଳି 3 ଥର ପିଲା ଜନ୍ମ କରିଛି, କିନ୍ତୁ ଜନ୍ମ ମାତ୍ରକେ ପିଲାଟି ମରିଯାଉଛି। ତାକୁ କିଏ ଆକାଶ ମାର୍ଗରେ ଉଠେଇ ନେଉଛି। ମୁଁ କାହାକୁ ବି ବଞ୍ଚେଇ ପାରୁନି। ଭଗବାନ ଶ୍ରୀକୃଷ୍ଣ ଏଠାରେ କ'ଣ କରୁଛନ୍ତି? ତେଣୁ ତାଙ୍କୁ ଏଭଳି ଆକ୍ଷେପ କରୁଛି। ଅର୍ଜୁନ ତାଙ୍କୁ ଆଶ୍ୱାସନା ଦେଇ କହିଲେ, ଶୁଣନ୍ତୁ ବ୍ରାହ୍ମଣ ଦେବତା, ମୁଁ ଶପଥ କରୁଛି ଆପଣଙ୍କର ଆଗାମୀ ସନ୍ତାନର କୌଣସି ଅସୁବିଧା ହେବ ନାହିଁ। ମୁଁ ଏଥିପାଇଁ ନିଶ୍ଚିନ୍ତ ଭାବରେ ପ୍ରାଣପଣେ ଚେଷ୍ଟା କରିବି। ବ୍ରାହ୍ମଣଙ୍କୁ ଭରସା ହେଲା ନାହିଁ। ତେଣୁ ଅର୍ଜୁନ କହିଲେ, ଯଦି ମୁଁ ଆପଣଙ୍କର ସନ୍ତାନକୁ ବଞ୍ଚାଇ ନ ପାରିଲି, ତାହାହେଲେ ମୁଁ ନିଶ୍ଚିନ୍ତ ଭାବରେ ଅଗ୍ନିରେ ନିଜକୁ ସମର୍ପଣ କରିବି। ଏହାପରେ କିଛିଦିନ ପରେ ବ୍ରାହ୍ମଣର ପିଲାଟିଏ ହେଲା। ଅର୍ଜୁନ ତାର ଘର ଚାରିକଡ଼େ ସମସ୍ତ ସୁରକ୍ଷା ବଳୟ କରିଦେଇଥାନ୍ତି। ନିଜର ମନ୍ତ୍ରଶକ୍ତି ଦ୍ୱାରା, ଧନୁତୀର ଦ୍ୱାରା ସେ ତାର ଘର ଚାରିକଡ଼କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଇଥାନ୍ତି। କିନ୍ତୁ ହଠାତ୍ ଏକ ଦୁର୍ଘଟଣା ଘଟିଲା। ପିଲାଟି ଜନ୍ମ ହେବା କ୍ଷଣି କେହି ଜଣେ ଆକାଶ ମାର୍ଗରେ ସବୁ ମନ୍ତ୍ରଖଚିତ ତୀରକୁ ଭେଦ କରି ତାର ପିଲାଟିକୁ ଉଠେଇ ନେଲା। ଅର୍ଜୁନ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ତତ୍କ୍ଷଣାତ୍ ଆକାଶ ମାର୍ଗରେ ଗମନ କରିବାକୁ ଲାଗିଲେ। ଅର୍ଜୁନ ନିଜର ଯୋଗଶକ୍ତି ଦ୍ୱାରା ଆକାଶରେ ବହୁତ ଉପରକୁ ଗଲେ, ଏପରିକି ଯମଲୋକ ପର୍ଯ୍ୟନ୍ତ ମଧ୍ୟ ଗଲେ। କିନ୍ତୁ ସେଠାରେ ସେ ଯମପୁରରେ ପହଞ୍ଚି ପାରିଲେ ନାହିଁ। ଯମପୁର ଭିତରକୁ ପ୍ରବେଶ କରିପାରିଲେ ନାହିଁ। ଅର୍ଜୁନ ସେଠାରୁ ଫେରିଆସିଲେ ଏବଂ ନିଜର ସର୍ତ୍ତ ମୁତାବକ ସେ ଅଗ୍ନିରେ ସମର୍ପଣ କରିବାକୁ ନିଜକୁ ପ୍ରସ୍ତୁତ କଲେ। ବ୍ରାହ୍ମଣଟି ମନ ଦୁଃଖରେ କାନ୍ଦୁଥାଏ। ଏହି ସମୟରେ ଭଗବାନ ଶ୍ରୀକୃଷ୍ଣ ଆସି କହିଲେ, ହେ ବ୍ରାହ୍ମଣ ଦେବତା, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ମୋର ବନ୍ଧୁ ଯେଉଁ ପରିଶ୍ରମ କରିଛନ୍ତି, ସେତିକି ଯଥେଷ୍ଟ ନୁହେଁ। ଏହା କହି ସେ ଅର୍ଜୁନକୁ କହିଲେ, ହେ ଅର୍ଜୁନ, ଏଠାରୁ ତୁମେ ମୋର ରଥର ସାରଥି ହୁଅ। ଆମେ 2 ଜଣ ରଥରେ ଆକାଶ ମାର୍ଗରେ ଯିବା। ଦେଖିବା ବ୍ରାହ୍ମଣର ପିଲାଗୁଡ଼ିକ କେଉଁଠାରେ ଅଛନ୍ତି। ଏହା କହି ସେମାନେ ବାହାରି ପଡ଼ିଲେ। ଆକାଶ ମାର୍ଗରେ ଅନେକ ବାଟ ଗଲା ପରେ ସେମାନେ ଗୋଟିଏ କଳା ଗୁମ୍ଫା ସଦୃଶ ପଥ ପାଇଲେ। ସେଠାରେ ସୁଦର୍ଶନଙ୍କର ଜ୍ୟୋତିର୍ମୟ ବେଗ ଦ୍ୱାରା ସେମାନେ ସେହି ଗୁମ୍ଫା ପାରି ହେଇ ପରଲୋକରେ ଅର୍ଥାତ୍ ବ୍ରହ୍ମଲୋକରେ ପହଞ୍ଚିଲେ। ସେଠାରେ ପରମବ୍ରହ୍ମକୁ 2 ଜଣ ଯାକ ଭେଟିଲେ। 2 ଜଣ ଯାକ ତ ନରନାରାୟଣଙ୍କର ଅବତାର। ତେଣୁ ସେମାନଙ୍କ ଭିତରେ ସେହି ଶକ୍ତି ଥିଲା ଯାହାଦ୍ୱାରା ସେମାନେ ସେଠାରେ ପହଞ୍ଚି ପାରିଲେ। ପରମାତ୍ମା 2 ଜଣଙ୍କୁ ସ୍ୱାଗତ କଲେ ଏବଂ କହିଲେ, ବହୁତ ବର୍ଷ ପରେ ତୁମେମାନେ ଏଠାକୁ ଆସିଛ। ତୁମମାନଙ୍କୁ ମର୍ତ୍ତ୍ୟରେ ମୁଁ ଜନ୍ମ ଦେଲି, ତାର ଅର୍ଥ ନୁହେଁ ତୁମେମାନେ ମୋତେ ଭୁଲିଯିବ। ଯେଉଁ ବ୍ରାହ୍ମଣର ପୁଅଗୁଡ଼ିକୁ ମରିଯାଇଛନ୍ତି, ସେମାନଙ୍କୁ ମୁଁ ଏଠାକୁ ଆଣିଛି। ମୋର ଉଦ୍ଦେଶ୍ୟ ଥିଲା ନରନାରାୟଣଙ୍କୁ ଏକାଠି ମୋ ପାଖକୁ ଆଣିବା। ବର୍ତ୍ତମାନ ମୁଁ ସେହି ବ୍ରାହ୍ମଣର ପୁଅଗୁଡ଼ିକୁ ଫେରାଇ ଦେଉଛି। ସେମାନଙ୍କୁ ନେଇ ତୁମେ ଏଠାରୁ ଯାଅ। ଶ୍ରୀକୃଷ୍ଣ ଏବଂ ଅର୍ଜୁନ ବ୍ରାହ୍ମଣର ପୁତ୍ର ସନ୍ତାନଗୁଡ଼ିକୁ ଫେରାଇ ଆଣିଲେ। ଏହା ଦେଖି ବ୍ରାହ୍ମଣ ଅତ୍ୟନ୍ତ ଆନନ୍ଦିତ ହେଲେ। ବନ୍ଧୁଗଣ, ଏହି କଥାଟି କହିବାର ଉଦ୍ଦେଶ୍ୟ ହେଉଛି ଏହା ଯେ ଆମର ଦୃଷ୍ଟିଶକ୍ତି ଭିତରେ ଯେତିକି ବାଟ ଆମେ ଦେଖିପାରୁଛେ, ସେତିକି କେବଳ ଆମେ ଜାଣିପାରୁଛେ। କିନ୍ତୁ ତା ବାହାରେ ଅର୍ଥାତ୍ ଏହି ଆକାଶ ବାହାରେ ଆହୁରି ମହାକାଶ, ଆହୁରି ବ୍ରହ୍ମାଣ୍ଡ ଯେ ଅଛି, ଏହା ଆମର ଶାସ୍ତ୍ର ପୁରାଣରେ ଉଲ୍ଲେଖ କରାଯାଇଛି। ଯୋଗ, ଧ୍ୟାନ ଏବଂ କ୍ରିୟା କୌଶଳ ଦ୍ୱାରା ନିଜର ଶ୍ୱାସ ଉପରେ ନିୟନ୍ତ୍ରଣ ରଖାଯାଇ ଆତ୍ମାକୁ ବିଭିନ୍ନ ପ୍ରକାରରେ ଶରୀରରୁ ବାହାରକୁ ପଠାଇ ହୁଏ। ସେଥିପାଇଁ ଗୁରୁଙ୍କର ଆବଶ୍ୟକତା ରହିଛି। ଗୁରୁଙ୍କର ଆଶୀର୍ବାଦ ନିହାତି ଦରକାର। ଯେହେତୁ ଆତ୍ମା ବ୍ରହ୍ମ ଉର୍ଜାରେ ତିଆରି ଏବଂ ବାୟବ୍ୟ ଉର୍ଜା ସହିତ ଏହା ଶରୀର ବାହାରକୁ ଯାଇଥାଏ, ତେଣୁ ପୁଣି ଥରେ ଶରୀରକୁ ଫେରିଆସେ। କାହିଁକି ନା ଜୀବନ୍ତ ଅବସ୍ଥାରେ ଯୋଗ ଦ୍ୱାରା ଆତ୍ମାକୁ ପଠାଯାଇଥାଏ। ଏହି ଆତ୍ମା ଯେତେବେଳେ ମୃତଲୋକ ଅର୍ଥାତ୍ ପରଲୋକ ପର୍ଯ୍ୟନ୍ତ ପହଞ୍ଚେ, ଯେହେତୁ ସେ
ମୃତ ଶରୀରଠାରୁ ଯାଇନାହିଁ, ତେଣୁ ସେଠାରେ ସେ ଅଟକି ନଥାଏ, ତାଠାରୁ ଆଗକୁ ଯାଇଥାଏ। ଆଗରେ ପଡ଼ିଥାଏ ଏକ ବିରାଟ ନଦୀ। ସାଧାରଣ ଭାଷାରେ ଆମେ ଏହାକୁ ଆକାଶଗଙ୍ଗା କହିଥାଉ, କିନ୍ତୁ ବୈଦିକ ଭାଷାରେ ଏହାକୁ ବୈତରଣୀ ନଦୀ କୁହାଯାଏ, ଅର୍ଥାତ୍ ଯେଉଁ ନଦୀ ସଂସାରରୁ ପାର କରି ପରମାତ୍ମାଙ୍କଠାରେ ପହଞ୍ଚିଥାଏ। ତାପରେ ଏକ ବିରାଟ ଆକାଶ। ଏହି ଦୁଇଟି ଲୋକ ବା ଦୁଇଟି ଆକାଶ ମଧ୍ୟରେ ଯେଉଁ ବାଟ ଥାଏ, ତାହା ଗୋଟିଏ କଳା ଗୁମ୍ଫା ପରି। ଏହାକୁ ମୁନି ଋଷିମାନେ ନିଜର ଧ୍ୟାନ ବଳରେ ଦେଖିଛନ୍ତି ଏବଂ ଏହାର ଏକ ନକ୍ସା ଏହି ଭାରତ ଭୂମିରେ ପ୍ରସ୍ତୁତ କରିଛନ୍ତି। ଯେଉଁମାନେ ବୈଷ୍ଣୋଦେବୀ ଯାଇଥିବେ, ବୈଷ୍ଣୋଦେବୀଙ୍କ ଗୁମ୍ଫା ଭିତରେ ପ୍ରବେଶ କରିଥିବେ, ସେମାନେ ଜାଣିପାରିବେ ଯେ ଆକାଶ ମାର୍ଗରେ ପରଂବ୍ରହ୍ମ ନିକଟରେ ପହଞ୍ଚିବା ପାଇଁ ଯେଉଁ ଗୁମ୍ଫା ଭଳି ବାଟ ରହିଥାଏ, ଏହା ତାହାର ଠିକ୍ ଅବିକଳ ରୂପ। ଏହାପରେ ଯେଉଁ ଆକାଶ ରହିଛି, ତାହାକୁ ସିଦ୍ଧଲୋକ କୁହାଯାଏ। ଏହି ସିଦ୍ଧଲୋକ ପାର ହେଲା ପରେ ମାନସରୋବର ବା ବ୍ରହ୍ମ ସରୋବର ପଡ଼ିଥାଏ। ଏହି ବ୍ରହ୍ମ ସରୋବର ମଧ୍ୟ ଦେଇ ଯେତେବେଳେ ଆତ୍ମା ଗତି କରିଥାଏ, ତାପରେ ବ୍ରହ୍ମଲୋକ ପଡ଼ିଥାଏ। ବ୍ରହ୍ମଲୋକରେ ମଣିଷର ଆତ୍ମା ଯେତେବେଳେ ପହଞ୍ଚେ, ସେତେବେଳେ ପରମାତ୍ମାଙ୍କ ସହିତ ତାର ସାକ୍ଷାତକାର ହେଇଥାଏ। ଏହାକୁ ମିଳନ ନୁହେଁ, ଏହାକୁ ସାକ୍ଷାତକାର କୁହାଯାଏ। ଯଦି ଜଣେ ଯୋଗୀ ଅଧିକ ଧ୍ୟାନ କରି ଆତ୍ମାକୁ ମିଳେଇବାକୁ ଚାହେଁ ପରମାତ୍ମାଙ୍କ ସହିତ, ତାହେଲେ ଏହା ସମ୍ଭବ। କିନ୍ତୁ ଯେ କେବଳ ସାକ୍ଷାତ କରିବାକୁ ଯାଇଥାଏ, ତେବେ ପରମାତ୍ମାଙ୍କ ସହିତ ତାର ସାକ୍ଷାତକାର ହୋଇଥାଏ। କିଏ ଜାଣେ କେତେ ଜନ୍ମ ପରେ, କୋଟି କୋଟି ବର୍ଷ ପରେ ସେହି ଆତ୍ମା ଏବଂ ପରମାତ୍ମାଙ୍କର ସାକ୍ଷାତକାର ହୋଇଥାଏ। ଓଡ଼ିଆ ଭାଗବତରେ କୁହାଯାଇଛି ଯେ ଈଶ୍ୱର ସଂସାର ବାହାରେ, ଅର୍ଥାତ୍ ଯେଉଁଭଳି ଗୋଟିଏ ଚିତ୍ରକର କେବେ ହେଲେ କରୁଥିବା ଚିତ୍ର ଭିତରେ ନଥାଏ, ଯେଉଁଭଳି ଯେଉଁ ବ୍ୟକ୍ତି ଫଟୋ ଉଠାଇଥାଏ, ସେ ବ୍ୟକ୍ତି ଯେମିତି ଫଟୋ ଭିତରେ ନଥାଏ, ସେହିଭଳି ଈଶ୍ୱର ସଂସାର ତିଆରି କରିଛନ୍ତି। ସେହି ବ୍ରହ୍ମସ୍ୱରୂପ ଈଶ୍ୱର ଯେଉଁ ସୃଷ୍ଟି ବା ସଂସାର ତିଆରି କରିଛନ୍ତି, ସେ ସେହି ସୃଷ୍ଟିରୁ ବାହାରେ ହିଁ ଥାଆନ୍ତି। ସେଠାରେ ଥାଇ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ବା ସୃଷ୍ଟିକୁ ସଞ୍ଚାଳନ କରିଥାନ୍ତି। ବ୍ରହ୍ମଙ୍କ ନିକଟରେ ପହଞ୍ଚିବା, ବ୍ରହ୍ମଙ୍କୁ ଜାଣିବା ଏବଂ ନିଜକୁ ସମ୍ପୂର୍ଣ୍ଣ ରୂପେ ତାଙ୍କ ନିକଟରେ ସମର୍ପିତ କରିବା ସହଜରେ ସମ୍ଭବ ନୁହେଁ। କୋଟି କୋଟି ଜନ୍ମ ପରେ ଏଭଳି ଦୁର୍ଲଭ ଯୋଗ ବା ସଂଯୋଗ ମନୁଷ୍ୟକୁ ମିଳିଥାଏ। କେବଳ ମନୁଷ୍ୟ ଦ୍ୱାରା ହିଁ ଏହା ସମ୍ଭବ ହୋଇଥାଏ। ଏ ଥିଲା ମୋର ଗୋଟିଏ ଛୋଟିଆ ପ୍ରସ୍ତୁତି ଗୂଢ଼ ଜ୍ଞାନ ବା ଗୂଢ଼ ରହସ୍ୟ ବିଷୟରେ ଆପଣମାନଙ୍କୁ ଜଣାଇବା ପାଇଁ। ଭଲ ଲାଗିଥିଲେ କମେଣ୍ଟ କରି ନିଶ୍ଚିନ୍ତ ଜଣାଇବେ।